ପିଲାମାନେ ଯଦି ଗୋଟିଏ ଜିନିଷ ମାଗୁଛନ୍ତି ସେ ଗୋଟିଏ ଜିନିଷ ହିଁ ଦିଅନ୍ତୁ। ଆପଣ ପିଲାମାନଙ୍କୁ ଭଲ ପାଉଛନ୍ତି ବୋଲି ଗୋଟେ ବଦଳରେ 5ଟା ଜିନିଷ ଆଣିକି ଆଦୌ ଦିଅନ୍ତୁନି। ଦରକାରରୁ ଅଧିକ ଜିନିଷ ଦେବା, ଅଧିକା ଭଲ ପାଇବା, ବହୁତ କଷ୍ଟଲି ପିନ୍ଧିବାକୁ ଦେବା, ସବୁକିଛି ଇଚ୍ଛା ଆଉ ଆବଶ୍ୟକତାକୁ ପୂରଣ କରିଦେବା ଦରକାରରୁ ଅଧିକ, ଏଇଟା ଆଦୌ କରନ୍ତୁ ନାହିଁ। କଲେ ପିଲାମାନେ ତାଙ୍କର ଦୁଃଖ କଷ୍ଟ ପରିସ୍ଥିତି ସମସ୍ୟାକୁ ସେମାନେ ଜାଣିପାରିବେନି, ରିଅଲିଟିକୁ ସେମାନେ ଜାଣିପାରିବେନି। ସେଥିପାଇଁ ପିଲାଙ୍କୁ ମୁଁ ଜାଣୁଛି ଆପଣମାନେ ପିଲାଙ୍କୁ ବହୁତ ଭଲ ପାଉଛନ୍ତି, ସେଥିପାଇଁ ଆପଣ ଗୋଟେ ବଦଳରେ 5ଟା ଜିନିଷ କିଣିକି ଆଣିକି ଦେଉଛନ୍ତି। କିନ୍ତୁ ଏଇଟା ପ୍ରକୃତ ଭଲ ପାଇବା ନୁହଁ, ଆକୁ ଭଲ ପାଇବା କୁହାଯାଏନି। ପିଲାମାନଙ୍କୁ କଣ୍ଟ୍ରୋଲରେ ରଖିବା, ତାଙ୍କ ଜୀବନ ପ୍ରତି ସମସ୍ୟା ପରିସ୍ଥିତି ସେ କେମିତି ଫେସ୍ କରିବେ ତାକୁ ଜଣାଇବା ହେଉଛି, ତାଙ୍କୁ ଭଲ ବାଟକୁ ଆଣିବା ହେଉଛି, ସେଇଟା ହେଉଛି ପ୍ରକୃତ ଭଲ ପାଇବା। ସେଥିପାଇଁ ପିଲାଙ୍କୁ ସବୁବେଳେ ଫେସ୍ କରିବାକୁ ଦିଅନ୍ତୁ। ଅଭାବଟା କ'ଣ, ଅସୁବିଧାଟା କ'ଣ ଆପଣ ରଖୁଛନ୍ତି, ସବୁକିଛି ରଖନ୍ତୁ। ଭବିଷ୍ୟତରେ ତ ସେମାନେ ନିଜେ ହିଁ ୟୁଜ୍ କରିବେ ନା, ବ୍ୟବହାର କରିବେ ନା, ରଖନ୍ତୁ। କିନ୍ତୁ ଦରକାରରୁ ଅଧିକ ଜିନିଷ ଆଦୌ କିଣିକି ଦିଅନ୍ତୁ ନାହିଁ। ପିଲାମାନେ ବିପଦଗାମୀ ହେଇଯିବେ। ଏବେ ଆପଣଙ୍କ ଜୀବନରେ ପିଲାମାନଙ୍କୁ ନେଇକି ଚାଲୁଛନ୍ତି, ପିଲାମାନେ ବି ଚାଲୁଛନ୍ତି। ପିଲାମାନଙ୍କ ସହିତ କ'ଣ ପ୍ରତି ଷ୍ଟେପ୍ରେ ଆପଣ ଚାଲିବେ? ତାକୁ ହିଁ ଏକୁଟିଆ ଚାଲିବାକୁ ପଡ଼ିବ ନା। ପ୍ରତ୍ୟେକ ପ୍ରତ୍ୟେକ ପରିସ୍ଥିତିକୁ ସେମାନଙ୍କୁ ହିଁ ସାମ୍ନା କରିବାକୁ ପଡ଼ିବ। ଆପଣ କେବଳ ଇନ୍ସପିରେସନ୍ ଦେବେ, ବାଟ ଦେଖାଇବେ, କିନ୍ତୁ ଚାଲିବେ କିଏ? ସେମାନେ ନିଜେ। ସେଥିପାଇଁ ତାଙ୍କୁ ନିଜେ ହିଁ ଚାଲିବାକୁ ଦିଅନ୍ତୁ, ତାଙ୍କୁ ଶିଖାନ୍ତୁ। ଏଇଟା ହେଉଛି ଆପଣଙ୍କର ପ୍ରକୃତ ଭଲ ପାଇବା ମୋ ଭାବନାରେ।